महिला ହେଇକି ବି ମାନେ ଜଣେ ମହିଳା ସରପଞ୍ଚକୁ ଏମିତି ଦୁର୍ବ୍ୟବହାର କରିକି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିକି ମାନେ ମୁଣ୍ଡ ପଞ୍ଚାୟତ କାମରେ ମୁଣ୍ଡ ପୁରା ବ୍ଲକ କାମରେ ମୁଣ୍ଡ ପୁରାଅନି କହିକି ମାନେ ତାଙ୍କ ଚାମ୍ବରରୁ ବାହାରି ଯାଅ ବୋଲି ଆମକୁ ମାନେ ପୁରା ମୁହାଁମୁହିଁ ଧମକ ଦଉଛନ୍ତି। ମୁଁ ସରପଞ୍ଚ ସତ୍ୟଭାମାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରଶ୍ମିତା ଭୋଇ। ଆପଣଙ୍କ ମାଧ୍ୟମରେ ମୁଁ ଜଣାଇବାକୁ ଚାହୁଁଛି ଆମ ଯେବେଠୁ ଏ ବିଡ଼ିଓ ମ୍ୟାଡ଼ାମ ଆସିଲେଣି ମାନେ ମୋ ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନି, ଯାହାକି ମୁଁ ଆଗାମୀ ଦିନରେ ଏଟାକୁ କଲେକ୍ଟର ଗ୍ରିଭାନ୍ସରେ ଦେଇଥିଲି, ତାହାର ବି ମୁଁ ମାନେ ଫଳପ୍ରଦ କିଛି ପାଇଲି ନାହିଁ। ମୋ ମାନେ ପଞ୍ଚାୟତର ସମସ୍ୟା ନେଇକି ମୁଁ ଗଲେ ମାନେ ବିଡ଼ିଓ ମ୍ୟାଡ଼ାମଙ୍କ ଏ ଯେଉଁ ଅସହଯୋଗ ମାନେ କାମ ମୋ ପାଇଁ କରୁଛନ୍ତି, ମାନେ ଯେଉଁଠି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନେ ମହିଳାଙ୍କୁ ଅଧିକାର ଦେଇଛନ୍ତି, ଏଠି ବିଡ଼ିଓ ମ୍ୟାଡ଼ାମ ଜଣେ ମହିଳା ହେଇକି ବି ମାନେ ଜଣେ ମହିଳା ସରପଞ୍ଚକୁ ଏମିତି ଦୁର୍ବ୍ୟବହାର କରିକି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିକି ମାନେ ମୁଣ୍ଡ ପଞ୍ଚାୟତ କାମରେ ମୁଣ୍ଡ ପୁରା ବ୍ଲକ କାମରେ ମୁଣ୍ଡ ପୁରାଅନି କହିକି ମାନେ ତାଙ୍କ ଚାମ୍ବରରୁ ବାହାରି ଯାଅ ବୋଲି ଆମକୁ ମାନେ ପୁରା ମୁହାଁମୁହିଁ ଧମକ ଦଉଛନ୍ତି। ଆଉ ଆଉ ଏତିକିରେ ମାନେ ବିଜିବିଓ କାମରେ ଆମର କଲ୍ୟାଣ ମଣ୍ଡପ ଆଉ ଗୋଟେ ହାଟ ସାଂସନ ହେଇଥିଲା। ମୁଁ ତାକୁ କାମ ମାଗିବାକୁ ଗଲି, ତାପରେ ସେ ମୋତେ କହିଲେ ଯେ ଆଉ ଆପଣ ଲେଟରଟା ଦିଅନ୍ତୁ, ଆଉ ମୁଁ ଜାଗା ପାଇଁ ଦେଖୁଛି, ତହସିଲଦାରଙ୍କୁ କହୁଛି। ଆମେ ସେ ପ୍ରୋସିଜର ସବୁ କଲା ପରେ ସେ ଆର୍ଆଇଙ୍କ ଦ୍ୱାରା ଆମେ ଜାଗା ଏବେ ମାନେ ସରକାରୀ ଜାଗା ଗୋଟେ ରଙ୍ଗ ବଜାର ଉପରେ ଆମେ ବାହାର କଲା ଭିତରେ ତାପରେ ଦେଖିଲୁ ସେଠି ଜାଗାରେ ଜବରଦଖଲ ଉଚ୍ଛେଦ ମାନେ ଅଛନ୍ତି ଦୋକାନୀ ମାନେ, ତାଙ୍କୁ ବି ସେମିତି ସେଇ ବିଡ଼ିଓ ମ୍ୟାଡ଼ାମକୁ ଜଣେଇକି ତାକୁ ତହସିଲଦାରଙ୍କୁ ଜଣେଇକି ତାପରେ ଏଭିକ୍ସନ କଲା ପରେ ତାପରେ ଜୁଲାଇ ମାସ 20 ତାରିଖ ଦିନ ଆମେ ଯେତେବେଳେ ବ୍ଲକ ଯାଇଥିଲୁ, ମ୍ୟାଡ଼ାମ କହିଲେ ଯେ ହଁ କାମ କରିଦିଅନ୍ତୁ। ଆମେ ବି ସେମିତି ଖୁସି ହେଲୁ। ତାପରେ କହିଲେ ଜେଇକି ଡାକିକି ୱାର୍କର ବାହାର କରିଦେଉଛୁ, ଆପଣ କାମ ଆରମ୍ଭ କରନ୍ତୁ ଶୀଘ୍ର ଶୀଘ୍ର। ପୁଣି ଆମର ଜୁଲାଇ ମାସ 24 ତାରିଖ ଶୁକ୍ରବାର ଦିନ ପୁଣି ବ୍ଲକକୁ ଡକେଇ କହୁଛନ୍ତି ତମେ କାମ କରିପାରିବ ନାହିଁ। ମୁଁ କହିଲି ମ୍ୟାଡ଼ାମ କାହିଁ କାମ କରିପାରିବନି? ନାହିଁ, ଯେଟା ଚେୟାରମ୍ୟାନ ଯାହାକୁ ଦେବେ ସିଏ କାମ କରିବେ। ଆଉ ଏମିତି ଦଳିତ ଜାତି କହିକି ମାନେ ଯେତେ ପ୍ରକାର ଅଶ୍ଳୀଳ ଭାଷା ସେ ଚାମ୍ବରରୁ ବାହାରି ଯାଉ କହିକି ଆମକୁ ମାନେ ବେଜିତ କଲେ। ଗୋଟେ ଦଳିତ ସରପଞ୍ଚ ମୁଁ ଏମିତି ଏମିତି କଥା କହିବାଟା ତାଙ୍କ କେତେ ଦୂର ଯଥାର୍ଥ ଆପଣମାନେ ବିଚାର କରନ୍ତୁ। ଏ ସମସ୍ୟାର ଯଦି ଏଇ 4-5 ଦିନ ଭିତରେ ସମାଧାନ ନ ମିଳେ ତ ଆସନ୍ତା 25 ତାରିଖ ମଙ୍ଗଳବାର ଦିନ ମୁଁ ବ୍ଲକ ଘେରାଉ କରିବି। ମୋତେ ତ ଜମା କରେଇ ଦେଉନାହାନ୍ତି। ତାପରେ ବ୍ଲକର ପ୍ରତ୍ୟେକ ମେମ୍ବର ଅଛନ୍ତି ଯାହାକି ମାନେ ଟୋଟାଲ ଆମ ସରପଞ୍ଚ ମାନଙ୍କ କଥା ସେ ଶୁଣୁନାହାନ୍ତି। ତାପରେ ଯେତେବେଳେ ମାନେ ବିଡ଼ିଓ ଯେତେବେଳେ ଅଥରିଟି ତାଙ୍କର ମାନେ ଥାଇକି ସିଏ ଆମକୁ ଏମିତି ଅଣଦେଖା କରୁଛନ୍ତି, ମାନେ ତାଙ୍କ ତଳନ୍ତ ମାନେ ପ୍ରଶାସନ ସିଏ କ'ଣ ଆମକୁ ଖାତିର କରିବେ? କୁହତ ଜଣେ ମହିଳା ବିଡ଼ିଓ ମ୍ୟାଡ଼ାମ ହେଇକି ଗୋଟେ ମହିଳା ସରପଞ୍ଚକୁ ଏମିତି ଦୁର୍ବ୍ୟବହାର କରୁଛନ୍ତି, ତା ପାଇଁ ଆମେ କ'ଣ କରିବୁ? ଆପଣ